ଆଜି ସୁନା ପରି ଚମକିବ ଏହି ଚାରୋଟି ରାଶି। ମହାଲକ୍ଷ୍ମୀଙ୍କ କୃପାରୁ ଘରକୁ ଆଣିବେ ନୂଆ ଗାଡ଼ି, ଟଙ୍କାର ବର୍ଷା ଅଛି ସମ୍ଭାବନା। ଯେତେବେଳେ ଆଶ୍ୱିନ ନକ୍ଷତ୍ର ଅପରାହ୍ନ 1:58 ପର୍ଯ୍ୟନ୍ତ ରହିବ, ଆଜି ମହାଲକ୍ଷ୍ମୀ କେଉଁ ରାଶି ଉପରେ ହେବେ ପ୍ରସନ୍ନ? ଆଜି ଆଶ୍ୱିନ କୃଷ୍ଣପକ୍ଷର ଚତୁର୍ଥ ତିଥି ଦିନ 12:46 ପର୍ଯ୍ୟନ୍ତ ରହିବ। ଏହାପରେ ପଞ୍ଚମୀ ଆରମ୍ଭ ହେବ। ଆଜି ସର୍ବଦା ସିଦ୍ଧି ଯୋଗ ମଧ୍ୟ ସୃଷ୍ଟି ହୋଇଛି। ଧ୍ରୁବ ଯଜ୍ଞ ସନ୍ଧ୍ୟା 5:05 ପର୍ଯ୍ୟନ୍ତ ରହିବ। କେଉଁ ରାଶିର ବେଳା ଭଲ ନାହିଁ? ପ୍ରତିକାର କ'ଣ କଲେ କ'ଣ ହେବ ଆସନ୍ତୁ ଜାଣିବା। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଜି କିପରି କଟିବ 12ଟି ରାଶିର ଆସନ୍ତୁ ଜାଣିବା। ଆଜି 4 ରାଶିଙ୍କ ଦିନଟି ବହୁତ ଭଲ ରହିବ। ମହାଲକ୍ଷ୍ମୀଙ୍କ ଆଶୀର୍ବାଦ କରିବେ। ଆଜି ମେଷ ରାଶି ବ୍ୟକ୍ତିମାନେ ଆଜି କର୍ମକ୍ଷେତ୍ରରେ ବହୁତ ବ୍ୟସ୍ତ ରହିବେ। ପ୍ରିୟଜନଙ୍କ ସହ ଅନାବଶ୍ୟକ ମତଭେଦ ହୋଇପାରେ। ଖରାପ ଆର୍ଥିକ ଅବସ୍ଥା ଅପମାନ କାରଣ ହେବେ। ବହୁ ରାଷ୍ଟ୍ରୀୟ କମ୍ପାନୀରେ କାମ କରୁଥିବା ଲୋକମାନଙ୍କ ଦୂର ଦେଶ କିମ୍ବା ବିଦେଶକୁ ଯିବାକୁ ପଡ଼ିବ। ପରିବାରରେ କିଛି ଶୁଭ ଘଟଣା ଘଟିବ। ରାଜନୀତିରେ ବିରୋଧୀମାନେ ଷଡ଼ଯନ୍ତ୍ର କରିପାରନ୍ତି। ବ୍ୟବସାୟ ଆୟ ଏବଂ ଖର୍ଚ୍ଚ ସ୍ୱାଭାବିକ ରହିବ। କାର୍ଯ୍ୟକ୍ଷେତ୍ରରେ ବହୁତ ବ୍ୟସ୍ତତା ରହିବ। ଆପଣଙ୍କୁ ସ୍ୱାଦିଷ୍ଟ ଖାଦ୍ୟ ମିଳିବ। ଆପଣଙ୍କୁ ଅଟକି ରହିଥିବା ଟଙ୍କା ମିଳିବ। ଆପଣଙ୍କୁ ଜଣେ ବିଶେଷ ବ୍ୟକ୍ତିଙ୍କଠାରୁ ସମର୍ଥନ ଏବଂ ସାଥ ମିଳିବ। ଆପଣ ରାଜନୀତିରେ ପ୍ରଭୁତ୍ୱ ସ୍ଥାପନ କରିବେ। ଆପଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। କିଛି ଅସମ୍ପୂର୍ଣ୍ଣ କାମ ସମାପ୍ତ ହେବାର ସମ୍ଭାବନା ରହିଛି। ଆଜିର ପ୍ରତିକାର ଭଗବାନ ହନୁମାନଙ୍କୁ ତୁଳସୀ ମାଳା ପିନ୍ଧନ୍ତୁ। ବୃଷ ରାଶି ବ୍ୟକ୍ତିମାନେ ଆଜି ଆପଣଙ୍କ ସାହସ ଏବଂ ସାହସର ବଳରେ ଆପଣ କିଛି ବିପଦପୂର୍ଣ୍ଣ କାମ କରିପାରିବେ, ସଫଳ ହେବେ। କାର୍ଯ୍ୟକ୍ଷେତ୍ରରେ ଅଧିକ ସଂଘର୍ଷ ହୋଇପାରେ। ଆପଣ ସାମାଜିକତା କ୍ଷେତ୍ରରେ ନୂତନ ପରିଚିତ ପାଇବେ। ବହୁରାଷ୍ଟ୍ରୀୟ କମ୍ପାନୀ କାମ କରୁଥିବା ଲୋକମାନଙ୍କୁ ଉଚ୍ଚ ସଫଳତା ଏବଂ ସମ୍ମାନ ମିଳିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ବରିଷ୍ଠ ସହକର୍ମୀଙ୍କ ସହ ଅଧିକ ସମନ୍ୱୟ ରଖିବାକୁ ଚେଷ୍ଟା କରନ୍ତୁ। ବ୍ୟବସାୟ ସହିତ ଜଡ଼ିତ ଲୋକଙ୍କ ପାଇଁ ହଠାତ୍ ଆର୍ଥିକ ଲାଭ ହେବାର ସମ୍ଭାବନା ରହିବ। ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ କିଛି ବାଧା ଏବଂ ପ୍ରତିବନ୍ଧକ ସମ୍ମୁଖୀନ ହେବାକୁ ପଡ଼ିବ। ଯାନବାହନ ବ୍ୟବହାର କରିବା ସମୟରେ ସତର୍କ ରୁହନ୍ତୁ। କ୍ରୀଡ଼ା ପ୍ରତିଯୋଗିତାରେ ଆପଣଙ୍କୁ ସଫଳତା ଏବଂ ସମ୍ମାନ ମିଳିବ। ପ୍ରତିକାର ଆଜି ଆପଣ ବିପରୀତ ଲିଙ୍ଗ ସାଥୀକୁ ସୁଗନ୍ଧି ଉପହାର ଦିଅନ୍ତୁ। ଆଜିର ଦିନଟା ଆପଣଙ୍କ ଭଲରେ ରହିବ। ମିଥୁନ ରାଶି ବ୍ୟକ୍ତିମାନେ ଆଜିର ଦିନ ମିଶ୍ରିତ ଫଳାଫଳ ଦିନ ହେବ। ଦିନର ଆରମ୍ଭ ଏବଂ ପ୍ରଗତିଶୀଳ ହେବ। ଦୂରଯାତ୍ରା କିମ୍ବା ପ୍ରବେଶ ଯାତ୍ରାରେ ଯିବାର ସମ୍ଭାବନା ଅଛି। ଧାର୍ମିକ କାର୍ଯ୍ୟରେ ଆଗ୍ରହ ବଢ଼ିପାରେ। କାର୍ଯ୍ୟକ୍ଷେତ୍ରରେ ଚାଲିଥିବା ବାଧା ହ୍ରାସ ପାଇବ। ଆୟର ଉତ୍ସ ବୃଦ୍ଧି ହେବ। ବ୍ୟବସାୟ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ନୂତନ ବ୍ୟବସାୟ ପ୍ରତି ଆଗ୍ରହ ବଢ଼ିବ। ଚାକିରିରେ ଆପଣ ବାଣୀକୁ ନିୟନ୍ତ୍ରଣ କରନ୍ତୁ, ନଚେତ୍ ବିବାଦ ହୋଇପାରେ। ଏହା ଯୋଗୁଁ ଆପଣଙ୍କ ବସ୍ ଆପଣଙ୍କ ଉପରେ ରାଗିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ବହୁତ ଅଯଥା ବ୍ୟସ୍ତ ହେବ। କୋର୍ଟ ବାହାରେ ସମ୍ପତ୍ତି ବାବଦ ସମାଧାନ କରନ୍ତୁ, ନଚେତ୍ ଆପଣଙ୍କୁ ଦୀର୍ଘ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ପ୍ରତିକାର ଆଜି ଦେବୀ ଲକ୍ଷ୍ମୀଙ୍କୁ 2ଟି ତାଜା ଗୋଲାପ ଫୁଲ ଅର୍ପଣ କରନ୍ତୁ। ଆଜିର ଦିନଟା ଆପଣଙ୍କ ଭଲରେ ରହିବ। କର୍କଟ ରାଶିର ବ୍ୟକ୍ତିମାନେ ଆଜି ଆପଣଙ୍କୁ ଶତ୍ରୁ କିମ୍ବା ବିରୋଧୀଙ୍କ ଉପରେ ବିଜୟୀ ହେବେ। କିଛି ଗୁରୁତ୍ୱପୂର୍ଣ୍ଣ କାମ ସମାପ୍ତ ହେବ। ଆପଣଙ୍କ ବିରୋଧରେ ଥିବା ମିଥ୍ୟା ଅଭିଯୋଗ ଦୂର ହେବ। ଆପଣ ସମ୍ପୂର୍ଣ୍ଣ ସଠିକ୍ ପ୍ରମାଣିତ ହେବେ। ଦୈନନ୍ଦିନ ଚାକିରିରେ ପ୍ରଗତି ହେବେ। ବ୍ୟବସାୟ ସମୟରେ ଦେଇ ଆପଣ ଲାଭବାନ ହେବେ। କାହାକୁ ସାହାଯ୍ୟ କରିବା ପାଇଁ ଅନ୍ୟ କାହାଠାରୁ ଟଙ୍କା ନେବାରୁ ଦୂରେଇ ରୁହନ୍ତୁ। ଆପଣ ମାତୃପୁରୁଷ ଏବଂ ଜେଜେମାଙ୍କ କିଛି ଉପହାର ପାଇବେ। କ୍ରୀଡ଼ା କ୍ଷେତ୍ରରେ ଲୋକମାନେ ଗୁରୁତ୍ୱପୂର୍ଣ୍ଣ ସଫଳତା ଏବଂ ସମ୍ମାନ ପାଇବେ। ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କରେ କାମ କରୁଥିବା ଲୋକମାନଙ୍କୁ ସାନ୍ତ୍ୱନା ପାଇଁ ସମ୍ବଳ ମିଳିବ। ଚାକିରି ପଦୋନ୍ନତି ହେବ। ପ୍ରତିକାର ଆଜି ଭଗବାନ ଗଣେଶଙ୍କୁ ପୂଜା କରନ୍ତୁ। ଭଗବାନ ଗଣେଶଙ୍କୁ ମୋଦକ ଅର୍ପଣ କରନ୍ତୁ। ଆଜିର ଦିନଟା ଆପଣଙ୍କର ଭଲରେ ରହିବ। ସିଂହ ରାଶିର ବ୍ୟକ୍ତିମାନେ ଆଜି ଦିନଟି କିଛି ଶୁଭ ଖବର ସହିତ ଆରମ୍ଭ ହେବ। ଆପଣଙ୍କ କୌଣସି ଶୁଭ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।
ବ୍ୟବସାୟ ନିଷ୍ଠାର ସହିତ ଏବଂ ସମୟାନୁବର୍ତ୍ତୀ ଭାବରେ କାମ କରନ୍ତୁ। ବ୍ୟବସାୟରେ ପ୍ରତିବନ୍ଧକ ଦୂର ହେବ। ଧୀରେ ଧୀରେ ଗାଡ଼ି ଚାଳନା କରନ୍ତୁ। ଶ୍ରମିକ ବର୍ଗ ନିଯୁକ୍ତି ପାଇବେ। ଆପଣ ରାଜନୀତିରେ ନୂତନ ସହଯୋଗୀ ତିଆରି କରିପାରିବେ। ଅଜଣା ବ୍ୟକ୍ତିଙ୍କୁ ଅଧିକ ବିଶ୍ୱାସ କରନ୍ତୁ ନାହିଁ, ନଚେତ୍ ଆପଣ ଠକାମିରେ ପଡ଼ିପାରନ୍ତି। ଚାକିରିରେ ନୂତନ ଦାୟିତ୍ୱ ପାଇବା ଯୋଗୁଁ ଆପଣଙ୍କ ପ୍ରଭାବ ବୃଦ୍ଧି ପାଇବ। ସାମ୍ବାଦିକତା କ୍ଷେତ୍ରରେ ନିୟୋଜିତ ବ୍ୟକ୍ତିମାନଙ୍କୁ ସରକାର ପକ୍ଷରୁ ସମର୍ଥନ ମିଳିବ। ଛାତ୍ରୀମାନଙ୍କ ପାଠପଢ଼ାରେ କମ୍ ଆଗ୍ରହ ରହିବେ। ଛାତ୍ରମାନେ ବେକାର କାମରେ ଅଧିକ ଆଗ୍ରହୀ ହେବେ। କର୍ମକ୍ଷେତ୍ରରେ ଏପରି କିଛି କରନ୍ତୁ ନାହିଁ ଯାହା ଆପଣଙ୍କ ସମ୍ମାନକୁ କ୍ଷତି ପହଞ୍ଚାଇପାରେ। ପ୍ରତିକାର ଆଜି 5 ଥର ହନୁମାନ ଚାଳିଶା ପାଠ କରନ୍ତୁ। ଆପଣଙ୍କ ଦିନଟା ବହୁତ ଭଲରେ ରହିବ। କନ୍ୟା ରାଶିର ବ୍ୟକ୍ତିମାନେ ଆଜି ପରିବାରରେ ଆରାମ ଏବଂ ସୁବିଧା ଉପରେ ଅଧିକ ଧ୍ୟାନ ଦିଆଯିବ। ଆପଣ ଏକ ପ୍ରିୟ ଜିନିଷ କିଣି ଘରକୁ ଆଣିବେ। ଏହା ପରିବାର ଖୁସି ବାଣ୍ଟିବ। କ୍ଷମତାରେ ଥିବା ବରିଷ୍ଠ ବ୍ୟକ୍ତିଙ୍କ ସାହାଯ୍ୟରେ ଯେକୌଣସି ବ୍ୟବସାୟ ସମସ୍ୟାର ସମାଧାନ ହୋଇପାରିବ। ଆପଣଙ୍କୁ କର୍ମକ୍ଷେତ୍ରରେ ଅଧୀନସ୍ଥ କର୍ମଚାରୀଙ୍କ ସମର୍ଥନ ଏବଂ ସାଥ ମିଳିବ। ବେକାରମାନେ ନିଯୁକ୍ତି ପାଇବେ। କୃଷି କାର୍ଯ୍ୟରେ ଲୋକମାନେ କୌଣସି ସରକାରୀ ଯୋଜନାରେ ଲାଭ ପାଇପାରିବେ। ଚାକିରି ପଦୋନ୍ନତି ସହିତ ଆରାମ ଏବଂ ସୁବିଧା ବୃଦ୍ଧି ପାଇବ। ଛାତ୍ରମାନଙ୍କର ପାଠପଢ଼ାରେ କମ୍ ଆଗ୍ରହ ହେବ। ରାଜନୀତିରେ ବିରୋଧୀ ଷଡ଼ଯନ୍ତ୍ର କରି ଆପଣଙ୍କୁ ପଦବୀରୁ ବାହାର କରିପାରନ୍ତି, ତେଣୁ ସତର୍କ ରୁହନ୍ତୁ। ନିରର୍ଥକ ବିତର୍କରୁ ଦୂରେଇ ରୁହନ୍ତୁ। ଆପଣଙ୍କ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ। ପ୍ରତିକାର ଆଜି ସୁନ୍ଦରକାଣ୍ଡ ପାଠ କରନ୍ତୁ। ଆପଣଙ୍କ ଦିନର ଆଜି ବହୁତ ଭଲରେ ରହିବ। ତୁଳା ରାଶିର ବ୍ୟକ୍ତିମାନେ ଆଜି ବରିଷ୍ଠ ଅଧିକାରୀ ସନ୍ନିହିତ ସହିତ ଗୁରୁତ୍ୱପୂର୍ଣ୍ଣ କାମ ସଫଳ ହେବ। ବ୍ୟବସାୟରେ ଆୟ ବୃଦ୍ଧି ପ୍ରୟାସ ସଫଳ ହେବ। ବ୍ୟବସାୟ ସ୍ଥାନରେ ପରିବର୍ତ୍ତନ ସମ୍ଭାବନା ରହିବ। ରାଜନୀତିରେ ପଦ ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ। ନିରର୍ଥକ ବିତର୍କରୁ ଦୂରେଇ ରୁହନ୍ତୁ, ନଚେତ୍ ଝଗଡ଼ା କିମ୍ବା ଚାପଡ଼ା ହୋଇପାରେ। ଆପଣଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ନିର୍ଦ୍ଦେଶ ମିଳିପାରେ। ଆପଣଙ୍କୁ ଦୂର ଦେଶକୁ ଯାତ୍ରା କରିବାକୁ ପଡ଼ିବ। ଛାତ୍ରମାନେ ଭଲ ପାଠ ପଢ଼ିବାର ସମ୍ଭାବନା ଅଛି। ଆପଣ ଆପଣଙ୍କର ପିଲାଙ୍କଠାରୁ ଭଲ ଖବର ପାଇବେ। ଆପଣ ବନ୍ଧୁମାନଙ୍କ ସହିତ ପର୍ଯ୍ୟଟନ ମଜା ନେବେ। ଲେଖକମାନେ ସେମାନଙ୍କର ଭଲ ଲେଖା ପାଇଁ ପ୍ରଶଂସା ପାଇବେ। ଆପଣଙ୍କର ପ୍ରତିଭା ଏବଂ ବାକ୍‌ଶକ୍ତି କାର୍ଯ୍ୟକ୍ରମ ପ୍ରଶଂସିତ ହେବ। ଆପଣଙ୍କ ନିଷ୍ପତ୍ତିକୁ କୋର୍ଟରେ ପ୍ରସାରିତ କରାଯିବ। ପ୍ରତିକାର ଆଜି ଭଗବାନ ଶିବଙ୍କୁ କ୍ଷୀର ଏବଂ ଚିନି ଅର୍ପଣ କରନ୍ତୁ। ଆଜିର ଦିନ ଭଲ ରହିବ। ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆପଣଙ୍କୁ ସରକାରୀ କ୍ଷେତ୍ରରେ ଲାଭ ମିଳିବ। ଚାକିରି ପାଇଁ ଦିଆଯାଇଥିବା ସାକ୍ଷାତକାର ଏବଂ ପରୀକ୍ଷା ପ୍ରତିଯୋଗିତା ଆପଣଙ୍କୁ ସଫଳ ମିଳିବ। ବିନାଶପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତିମାନଙ୍କୁ ସଫଳତା ଏବଂ ସମ୍ମାନ ମିଳିବ। ପିତାଙ୍କ ସାହାଯ୍ୟ ବ୍ୟବସାୟରେ ଉନ୍ନତି ହେବ। ଶିକ୍ଷାନୁଷ୍ଠାନରେ କାମ କରୁଥିବା ବ୍ୟକ୍ତିମାନଙ୍କୁ ଉନ୍ନତି ସହିତ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବ। ରାଜନୀତିରେ ପଦବୀ ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ। ସରକାରରେ ବସିଥିବା ବ୍ୟକ୍ତିମାନଙ୍କୁ ଉଚ୍ଚ ପଦବୀ ଥିବା ଲୋକମାନଙ୍କଠାରୁ ସମର୍ଥନ ଏବଂ ସାନ୍ନିଧ୍ୟ ମିଳିବ। ନ୍ୟାୟିକ ବ୍ୟବସ୍ଥାରେ କାମ କରୁଥିବା ବ୍ୟକ୍ତିମାନେ ସେମାନଙ୍କ ଦ୍ୱାରା ଦିଆଯାଇଥିବା ନିଷ୍ପତ୍ତି ପାଇଁ ଓକିଲତାର ଟଙ୍କା ସହିତ ଜଡ଼ିତ ବ୍ୟକ୍ତିମାନେ ସେମାନଙ୍କ କାର୍ଯ୍ୟକ୍ଷେତ୍ରରେ କିଛି ଗୁରୁତ୍ୱପୂର୍ଣ୍ଣ ସଫଳତା ପାଇବେ, ଯାହାଦ୍ୱାରା ଆପଣଙ୍କ କାର୍ଯ୍ୟରେ ବ୍ୟବସାୟ ଏବଂ ଏକ ଲାଭ ଏବଂ ଲାଭଦାୟକ ପ୍ରଭାବ ବୃଦ୍ଧି ପାଇବ। ପ୍ରତିକାର ଆଜି ପିପିଲ ଗଛରେ ଲଗାନ୍ତୁ ଏବଂ ସେଗୁଡ଼ିକ ଯତ୍ନ ନିଅନ୍ତୁ। ଆଜିର ଦିନଟା ଆପଣଙ୍କ ଭଲରେ ରହିବ। ଧନୁ ରାଶିର ବ୍ୟକ୍ତିମାନେ ଆଜି ଆପଣଙ୍କ କର୍ମକ୍ଷେତ୍ରରେ କାମ କରିବାକୁ ଇଚ୍ଛା ହେବ ନାହିଁ। ପରିବାରରେ କିଛି ଅପ୍ରୀତିକର ଘଟଣା ଘଟିବାର ଭୟ ରହିବ। କୋର୍ଟ ମାମଲାରେ ଭଲ ଭାବରେ କରନ୍ତୁ, ନଚେତ୍ ଆପଣଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡ଼ିବ। ଆପଣ ଜେଲ୍ ଯିବାକୁ ପଡ଼ିପାରେ। ଆପଣଙ୍କ ସହିତ ଏହା ମଧ୍ୟ ହୋଇପାରେ ଯେ ଆଜି ଆପଣଙ୍କୁ ଚାକିରି ମିଳୁଛି ଏବଂ ଆଜି ହିଁ ବସ୍ ଆପଣଙ୍କୁ ଚାକିରିରୁ ବାହାର କରିଦେବେ। ନକାରାତ୍ମକକୁ ଆପଣଙ୍କ ମନରେ ପ୍ରାଧାନ୍ୟ ବିସ୍ତାର କରିବାକୁ ଦିଅନ୍ତୁ ନାହିଁ। ଆପଣଙ୍କ ଇଷ୍ଟଦେବତାଙ୍କୁ ପ୍ରାର୍ଥନା କରି ଚାଲନ୍ତୁ। ଯଦି କୌଣସି ଗମ୍ଭୀର ସମସ୍ୟା ଆସିବାକୁ ଯାଉଛି, ତେବେ ଏହା ଏକ ଅତି ସୂକ୍ଷ୍ମ ରୂପରେ ଆସିବ ଏବଂ ଚାଲିଯିବ। ଆପଣ ବ୍ୟବସାୟ ସରକାରୀ ନିୟମ ଏବଂ ନିୟମାବଳୀରେ ପଶି ରହିବେ। ଆଜି ସୂର୍ଯ୍ୟଙ୍କୁ ପୂଜା କରନ୍ତୁ। ଆପଣଙ୍କ ଦିନଟା ଭଲରେ ରହିବ।
ମକର ରାଶି ବ୍ୟକ୍ତିମାନେ ଆଜି ଆପଣଙ୍କ ରାଜନୀତିରେ ପ୍ରାଧାନ୍ୟ ସ୍ଥାପନ କରିବେ। ବ୍ୟବସାୟୀ ନୂତନ ଅଂଶୀଦାର ଲାଭଦାୟକ ସାବ୍ୟସ୍ତ ହେବେ। ଯାନବାହନ କିଣିବାର ପୁରୁଣା ଇଚ୍ଛା ଆଜି ପୂରଣ ହେବ। ବେକାରଙ୍କୁ ନିଯୁକ୍ତି ମିଳିବ। କଳା ଏବଂ ଅଭିନୟ କ୍ଷେତ୍ରରେ ସହିତ ଜଡ଼ିତ ବ୍ୟକ୍ତିମାନେ ସଫଳତା ପାଇବେ। ଚାକିରିରେ ଉଚ୍ଚ ଅଧିକାର ନିକଟ ହେବେ। କୋର୍ଟ ମାମଲାରେ ଭଲ ଭାବରେ ଓକିଲାତି କରନ୍ତୁ। ବ୍ୟବସାୟରେ ଆଗ୍ରହ ବୃଦ୍ଧି ହେବ। ଆପଣ ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ। ଆପଣ ଦେଶର ଯାତ୍ରା ଯାଇପାରିବେ। ଆପଣଙ୍କ ଶ୍ୱଶୁର ଘର ଲୋକଙ୍କଠାରୁ ଏକ ଶୁଭ ଘଟଣା ନିମନ୍ତ୍ରଣ ପାଇବେ। ଆଧ୍ୟାତ୍ମିକ କ୍ଷେତ୍ରରେ ସହିତ ଜଡ଼ିତ ଜଣେ ବିଶେଷ ବ୍ୟକ୍ତି ଠାରୁ ମାର୍ଗଦର୍ଶନ ଏବଂ ଆଶୀର୍ବାଦ ପାଇବେ। ଗୁପ୍ତ ଜ୍ଞାନରେ ଆଗ୍ରହ ବୃଦ୍ଧି ପାଇବ। ଆଜି ଛୋଟ ପିଲାମାନଙ୍କୁ କ୍ଷୀର ବଣ୍ଟନ କରନ୍ତୁ। ଆଜିର ଦିନ ଆପଣଙ୍କ ଭଲରେ କଟିବ। କୁମ୍ଭ ରାଶିର ବ୍ୟକ୍ତିମାନେ ଆଜି ଦିନଟି ଭଲ ଖବର ସହିତ ଆରମ୍ଭ ହେବ। ରାଜନୀତିରେ ସମର୍ଥନ ପାଇବା ସମ୍ଭାବନା ଅଛି। କର୍ମକ୍ଷେତ୍ରରେ ଆପଣଙ୍କ ପରିଚାଳନାକୁ ପ୍ରଶଂସା କରାଯିବ। ଚାକିରିରେ ଆପଣଙ୍କୁ ଚାକରମାନଙ୍କ ଆନନ୍ଦ ମିଳିବ। ବ୍ୟବସାୟରେ ଆପଣଙ୍କୁ ବିଚକ୍ଷଣତାର ସହିତ ଆଗକୁ ବଢ଼ିବାକୁ ପଡ଼ିବ। ଆପଣଙ୍କ ଗୁରୁତ୍ୱ କାମ କରିବାର ଦାୟିତ୍ୱ ଅନ୍ୟ କାହା ଉପରେ ଛାଡ଼ନ୍ତୁ ନାହିଁ। ସେହି କାମ ନିଜେ କରନ୍ତୁ। ନଚେତ୍ ହୋଇଥିବା କାମ ନଷ୍ଟ ହୋଇଯିବ। ଆପଣ ଏକ ବଡ଼ ପରିବାର ଯୋଜନା ଆଦେଶ ପାଇପାରିବେ। ଶିକ୍ଷା ପାଇବାର ଇଚ୍ଛା ପୂରଣ ହେବ। ସାମାଜିକ କାର୍ଯ୍ୟରେ ଆଗ୍ରହ ବୃଦ୍ଧି ପାଇବ। ଯଦି ଆବଶ୍ୟକ ନ ହୁଏ ତେବେ ଅନ୍ୟ କାହା ସହିତ ସହଭାଗୀଙ୍କ କାମ କିମ୍ବା ବ୍ୟବସାୟ କରିବାକୁ ଦୂରେଇ ରୁହନ୍ତୁ। ଆଜି ଆପଣଙ୍କ ପାଖରେ ପାନମହୁରି ଏବଂ ମିଠା ରଖନ୍ତୁ। ଆପଣଙ୍କ ଦିନଟି ଭଲରେ କଟିବ। ମୀନ ରାଶିର ବ୍ୟକ୍ତିମାନେ ଆଜି ଆପଣଙ୍କ ପୂଜାରେ ବିଶେଷ ଆଗ୍ରହ ରହିବ। କର୍ମକ୍ଷେତ୍ରରେ ପ୍ରଥମେ କ୍ରମ ହିଁ ପୂଜା ନୀତିରେ କାମ କରନ୍ତୁ। କାର୍ଯ୍ୟସ୍ଥଳରେ ଆଧ୍ୟାତ୍ମିକ ଆଲୋଚନାରୁ ଦୂରେଇ ରୁହନ୍ତୁ। ଆପଣ ଜୀବନ ସହିତ ଜଡ଼ିତ କଥା ଲୋକମାନଙ୍କୁ ସାର୍ବଜନୀନ ଭାବରେ କୁହନ୍ତୁ ନାହିଁ। ବହୁତ ଉତ୍ତୋଳନ ପରେ ହିଁ ଆପଣଙ୍କୁ ନିଯୁକ୍ତି ମିଳିବ। ପିଲାଙ୍କ ପକ୍ଷରୁ ଆପଣଙ୍କୁ କିଛି ବହୁତ ଭଲ ଖବର ମିଳିବ। ଚାକିରିରେ ଉଚ୍ଚ ଅଧିକାର ସହିତ ଘନିଷ୍ଠତା ବୃଦ୍ଧି ପାଇବ। କିଛି ପୁରୁଣା ଇଚ୍ଛା ପୂରଣ ହେବ। ବ୍ୟବସାୟରେ କଠିନ ପରିଶ୍ରମ କର। କେବଳ ଲାଭ ହେବ। ତୁମର ପିତାଙ୍କଠାରୁ ଆବଶ୍ୟକ ସାହାଯ୍ୟ ମାଗି ନଥାଇ ମଧ୍ୟ ମିଳିବ। ଆଜି ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ 21 ଥର ଜପ କରନ୍ତୁ। ଦିନଟି ଭଲରେ କଟିବ।